ଆଜି ଏତେ ଦିନ ପରେ ପୁଣି ଏକ ସୁଯୋଗ ପାଇଛି ବୋଉଙ୍କର ମୁଣ୍ଡ କୁଣ୍ଡେଇବା ପାଇଁ। ବୋଉଙ୍କ ଦେହ ଭଲ ନଥିଲା, ସେ ତାଙ୍କ ମୁଣ୍ଡ କୁଣ୍ଡେଇ ପାରୁନଥିଲେ। ଆଜି ତେଲ ଲଗେଇକି ଜାଗରରେ ମନ କଲେ କୁଣ୍ଡେଇବା ପାଇଁ। ଆଉ ତାଙ୍କ ଚୁଟି ବହୁତ ଚଟ ହେଇଯାଇଥିଲା, ଭାରି କଷ୍ଟ ହେଲା ହାତ ଟେକିକି କୁଣ୍ଡେଇଲା ବେଳକୁ। ମୁଁ କହିଲି ବୋଉ ଦିଅ ମୁଁ ଟିକେ କୁଣ୍ଡେଇ ଦେବି ତମ ମୁଣ୍ଡ। ଏମିତି ସୁଯୋଗ ବା କେବେ ଆସିବ କି? ତେଣୁ କରିକି ମୁଁ ତାଙ୍କ ମୁଣ୍ଡ ବର୍ତ୍ତମାନ କୁଣ୍ଡେଇ ଦେଉଛି। ଆଉ ବେଳେବେଳେ ଚୁଟି ଅଟକି ଯାଉଛି, ଲାଗିଯାଉଛି, ଜଟ ହେଇଯାଇଛି, କାଟୁଛି। ଆଉ କୁଣ୍ଡେଇ ଦେଲି ଆଜି। ତାପରେ ଆସିଗଲା ଟାଣା ଗୋଟେ ବଡ଼ ଅମୃତଭଣ୍ଡା ସନ୍ଧ୍ୟା ବେଳକୁ ଜାଗରରେ ଆମେ ଖାଇଲୁ। ମଝିଆଣି ଯାଆ ଆସିଥିଲେ ବୋଉଙ୍କୁ ଦେଖିବା ପାଇଁ। ଆଉ ଗୋଟେ ବିରାଟ କାୟ ଅମୃତଭଣ୍ଡା ଆଣିଥିଲେ, ମୁଁ ଦେଖିନଥିଲି ଏମିତି କେବେ ଅମୃତଭଣ୍ଡା, ଯାହା ହଉ ଦେଖି ବହୁତ ଖୁସି ଲାଗିଲା। ଆଉ ପୁରା ହଳଦିଆ କଟକଟ ହେଇଛି, ଦେଖିକି ଆହୁରି ଆନନ୍ଦ ଲାଗିଲା। ତାକୁ ଦି ଫାଳ କଲି, ଫାଳେ ରଖିଲି କାଲି ଖାଇବା ପାଇଁ। ଆଉ ଆଜି ଫାଳେ କାଟିଲୁ, କାହିଁକିନା ଏତେ ବଡ଼ ହେଇଛି ଯେ ତାକୁ କାଟିଲେ ବି କିଏ କେତେ ଖାଇବ ଯେ। ତାପରେ ଫାଳେ କଲି, ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ମଞ୍ଜି ବାହାରିଛି। ମଞ୍ଜିକି ମୁଁ ସାଇତି ରଖିଦେଲି ଆଉ ଗଛ ପକେଇବା ପାଇଁ। ଆଉ ତାକୁ ବର୍ତ୍ତମାନ କାଟୁଛି, କାଟି ସାରିଲା ପରେ ପିସ୍ ପିସ୍ କରିକି ତାପରେ ଖାଇବା, ଦେଖିବା ତା ଟେଷ୍ଟ କେମିତି। ଏବେ କାଟୁଛି। କଖାରୁ ଭଳିଆ ବଡ଼ଟେ ହେଇଛି, ଦେଖନ୍ତୁ ତା ଲମ୍ବ କେତେ। ଆଉ ଓସାର ବି ବହୁତ ବହୁତ ବଡ଼ ଅଛି। ସମୟ ଲାଗୁଛି କାଟିବା ପାଇଁ। କାଟିବା ଟିକ୍ ଟିକ୍ କରିକି, ଖାଇବା, ସମସ୍ତେ ଦେଖିକି ଭାରି ଖୁସି। ଆଉ ନଷ୍ଟ ହେଇଥାନ୍ତା, ମୁଁ କହିଲି ନାଇଁ କାହିଁ ନଷ୍ଟ କରିବା, କାଟିକି ଖାଇଦେବା। ଇଚ୍ଛା ନଥିଲେ ବି ଖାଇଦେବା, କାହିଁ ଫୋପାଡ଼ିବା ଜିନିଷଟା, ଶ୍ରଦ୍ଧାରେ ଆଣିଛନ୍ତି। ଦେଖୁଛନ୍ତି ତ କେତେ ସୁନ୍ଦର ହେଇଛି, ପୁରା ତରଭୁଜ ଭଳିଆ ଲାଲ ଚଅଚ ହେଇଛି। ଏବେ ହେଇଗଲା ଟେଣ୍ଟେଣା, ଯିବା ଖାଇବା। ଦେଖିବା କେମିତି ଲାଗୁଛି। ହଁ ଖାଇବା। ହଁ ବଢ଼ିଆ ହେଇଛି, ମିଠା ପୁରା ଚିନି ଭଳିଆ ମିଠା ହେଇଛି। ମୁଁ ଖାଇଲି, ନାନୀ ଖାଇଲେ, ପୁଅ ମୋର ଟିକିଏ ଖାଇଲା, ଫୋପାଡ଼ି ଦେଲା, ତାକୁ ଭଲ ଲାଗେନି ଏଗୁଡ଼ାକ। ବାକି ବୋଉଙ୍କୁ ମଧ୍ୟ ଡାକିଲି ଖାଇବା ପାଇଁ, ବୋଉ ଖାଇଲେ। ତାପରେ ଆସିଲା ସନ୍ଧ୍ୟା ସମୟ। ବର୍ତ୍ତମାନ ମୋ ପୁଅ ତା ସାଙ୍ଗମାନଙ୍କୁ ଦେଖିଦେଲା ଯେମିତି ସେମାନେ ଏମିତି ସବୁ ମଠା ପିନ୍ଧିକି ଯାଇଛନ୍ତି, ସିଏ ନାଚିଲା ମୁଁ ମଠା ପିନ୍ଧିବି। ମୁଁ ବହୁତ ଟ୍ରାଏ କଲି ପିନ୍ଧିବା ପାଇଁ, ମୋ ଦ୍ୱାରା ହେଲାନି, କାହିଁକିନା ମଠାଟା ଏତେ ବଡ଼। ପୁଅଟା ମୋର ଛୋଟିଆ, ତାକୁ ପିନ୍ଧେଇବା ବହୁତ କଷ୍ଟସାଧ୍ୟ ଥିଲା। ତେଣୁ ପୁତୁରା ଆଉ ନାନୀ ମିଶିକି ତାକୁ ପିନ୍ଧେଇଲେ। ଆଉ ପିନ୍ଧିଲା ପରେ କେମିତି ସୁନ୍ଦର ଲାଗୁଛି ପ୍ଲିଜ୍ କମେଣ୍ଟ କରିବେ। ଆଉ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ଜମାରୁ ବି ସ୍କିପ୍ କରିବେ ନାହିଁ। ଆଉ ଏବେ ବର୍ତ୍ତମାନ ସେ ବ୍ରାହ୍ମଣ ବେଶରେ ପୁରା ସଜେଇ ହେଇଗଲା। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିବ। ଭଲ ଲାଗିଲେ ଦୟାକରି ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ।